ଆଜିର ପ୍ରଥମ ଖବର ଆମେରିକା ଇସ୍ରାଏଲ ଆକ୍ରମଣ ଇରାନର ସାମରିକ ନେତୃତ୍ୱ ସମ୍ପୂର୍ଣ୍ଣ ଧ୍ୱଂସ ସର୍ବୋଚ୍ଚ ନେତାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ନିହତ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଏକ ବିନାଶକାରୀ ତଥା ଅତ୍ୟନ୍ତ ହିଂସାତ୍ମକ ମୋଡରେ ପହଞ୍ଚିଛି। ଇରାନରେ ଆମେରିକା ଓ ଇସ୍ରାଏଲ ଦ୍ୱାରା କରାଯାଇଥିବା ମିଳିତ ସାମରିକ ଅଭିଯାନ ସମଗ୍ର ଅଞ୍ଚଳର ରାଜନୈତିକ ସ୍ଥିତିକୁ ସବୁଦିନ ପାଇଁ ବଦଳାଇ ଦେଇଛି। ଏହି ଭୟଙ୍କର ବିମାନ ଆକ୍ରମଣ କେବଳ ରଣନୈତିକ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ସହିତ ଇରାନର କ୍ଷମତା କେନ୍ଦ୍ରର ସବୁଠାରୁ ସୁଦୃଢ଼ ସ୍ତମ୍ଭ କୁହାଯାଉଥିବା ବ୍ୟକ୍ତିବିଶେଷଙ୍କୁ ନିପାତ କରିଦେଇଛି। ଏହି ଆକ୍ରମଣରେ ସର୍ବୋଚ୍ଚ ନେତା ଖାମନେଇଙ୍କ ମୃତ୍ୟୁ ହୋଇଛି, ଯାହା ଫଳରେ 40 ଦିନିଆ ଶୋକ ଘୋଷଣା କରାଯାଇଛି। ଇସ୍ରାଏଲର ମିସାଇଲ ମାଡରେ ଖାମନେଇଙ୍କ ମୃତ୍ୟୁ 40 ଦିନିଆ ଶୋକ ଘୋଷଣା। ଇରାନର ସର୍ବୋଚ୍ଚ ନେତା ଆୟତୋଲି ଅଲି ଖାମନେଇଙ୍କ ମୃତ୍ୟୁ ଏବେ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇଛି। ଖାମନେଇଙ୍କ ମୃତ୍ୟୁ ଆମେରିକା ଏବଂ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ହୋଇଥିଲା। 86 ବର୍ଷୀୟ ଖାମନେଇ ଏକ ଗୁପ୍ତ ଏବଂ ସୁରକ୍ଷିତ ସ୍ଥାନରେ ତାଙ୍କର 2 ଜଣ ବିଶ୍ୱସ୍ତ ସହାୟକଙ୍କ ସହିତ ସାକ୍ଷାତ କରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ପରବର୍ତ୍ତୀ ଖବର 2.7 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଡୁଚେରୀଠାରେ 2,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ସହ ଅନ୍ୟ କେତେକ ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଆଧ୍ୟାତ୍ମିକ, ପରିବେଶଗତ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ପର୍ଯ୍ୟଟନରେ ନିବେଶ ସହିତ ସରକାର ପଡୁଚେରୀକୁ ଉନ୍ନତି ପଥରେ ଅଗ୍ରସର କରାଉଛନ୍ତି। ପଡୁଚେରୀରେ ମୁଣ୍ଡ ପିଛା ଆୟ ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଡବଲ ଇଞ୍ଜିନ ସରକାର ଏହି ଅଞ୍ଚଳ ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିଛି। ପଡୁଚେରୀ ଏକ ଚିକିତ୍ସା ପର୍ଯ୍ୟଟନ କେନ୍ଦ୍ର ଭାବରେ ଉଭା ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦି 1,142 କୋଟି 23 ଲକ୍ଷ ଟଙ୍କା ମୂଲ୍ୟର 19ଟି ପ୍ରକଳ୍ପର ମଧ୍ୟ ଉଦ୍ଘାଟନ କରିଛନ୍ତି। ସେଥିମଧ୍ୟରେ ଇ ବସ୍ ଚଳାଚଳ, ସ୍ମାର୍ଟ ସିଟି ମିଶନ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ, ଦୁର୍ବଳ ଶ୍ରେଣୀଙ୍କ ପାଇଁ ଆବାସ ଏବଂ ପଡୁଚେରୀ ସରକାରଙ୍କ ପ୍ରମୁଖ ସ୍ୱେରେଜ ଓ ଜଳ ଯୋଗାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଛି। ପରବର୍ତ୍ତୀ ଖବର ମିଡ୍ ନାଇଟ୍ ଅପରେସନ ପେଡ଼ି ଖୋଲିଲେ ପ୍ରଭାତ। ଦଳରୁ ବହିଷ୍କାର ପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ପ୍ରଭାତ ବିଶ୍ୱାଳ କଡ଼ା ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି, ଦେବାଶିଷ ସାମନ୍ତରାୟଙ୍କ ପାଇଁ ମୁଁ ଲାଲ ପିନ୍ଧୁଛି। ମୁଁ କଣ ଲୋକେ ଜାଣନ୍ତି, ଦେବାଶିଷ ବାବୁଙ୍କୁ ମଧ୍ୟ ଜାଣନ୍ତି। ନିଜର ବେପାର କରିବାକୁ ସେ ବିଜୁ ଜନତା ଦଳରେ ମିଶିଛନ୍ତି। ଚିଟଫଣ୍ଡ ଦୁର୍ନୀତିରେ ଦେବାଶିଷଙ୍କର ହାତ ରହିଛି। ଗୁଣ୍ଡା ହୋଇ ସେ ଚାନ୍ଦା ଆଦାୟରେ ଲାଗି ପଡ଼ିଛନ୍ତି। ପରବର୍ତ୍ତୀ ଖବର ରାଜ୍ୟରେ ମାର୍ଚ୍ଚରୁ ମେ ଭିତରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବ। ଏବେଠାରୁ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା। ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ଲହରୀ ଅବଧି ଅଧିକ ରହିବ ବୋଲି ବିଶେଷ ପୂର୍ବାନୁମାନ କରାଯାଇଛି। ବିଶେଷ କରି ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ହିଟୱେ ଲାଗି ରହିବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଆଗକୁ ପ୍ରବଳ ଖରା, ତାତି ଓ ଗରମରେ ସିଝିବ ସାରା ଓଡ଼ିଶା। ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ହେବ ବୋଲି ଆକଳନ କରାଯାଇଛି। ଆଇଏମ୍ଡି ଜାରି କରିଥିବା ଆକଳନ ଅନୁସାରେ ମାର୍ଚ୍ଚରୁ ମେ ମାସ ଯାଏଁ ସ୍ୱାଭାବିକଠାରୁ ଅଧିକ ତାତି ରହିବ, କିନ୍ତୁ ଦେଶର ଉତ୍ତର ପଶ୍ଚିମ ଭାଗ ଓ କେନ୍ଦ୍ରୀୟ ଭାଗରେ ତାପମାତ୍ରା ସ୍ୱାଭାବିକ ବା ସ୍ୱାଭାବିକ ଠାରୁ କମ୍ ରହିବ। ପରବର୍ତ୍ତୀ ଖବର ତାମିଲନାଡୁରେ 4,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅପରାହ୍ନରେ ତାମିଲନାଡୁର ମଦୁରାଇଠାରେ 4,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ସେଥିମଧ୍ୟରୁ କୁମ୍ବାକୋଣମ୍, ୟରକଡ ଓ ଭେଲେରେ ଠାରେ 3ଟି ନୂତନ ଆକାଶବାଣୀ ଏଫ୍ଏମ୍ ରିଲେ ଟ୍ରାନ୍ସମିଟର ସ୍ଥାପନ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ଟ୍ରାନ୍ସମିଟର ଗୁଡ଼ିକ ମାଧ୍ୟମରେ ଆଞ୍ଚଳିକ ପ୍ରସାରଣ ସମ୍ପ୍ରସାରିତ ହେବା ସହ ନିରବିଚ୍ଛିନ୍ନ ଏଫ୍ଏମ୍ ପ୍ରସାରଣ ସୁନିଶ୍ଚିତ କରାଯାଇପାରିବ। ପରବର୍ତ୍ତୀ ଖବର ଓମାନ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ। ଜାହାଜରେ ଥିଲେ 15 ଜଣ ଭାରତୀୟ ଓ 5 ଜଣ ଇରାନ ନାଗରିକ। ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ସମୟ ମଧ୍ୟରେ ଓମାନ ଉପକୂଳରେ ଏକ ତୈଳ ଟ୍ୟାଙ୍କର ଉପରେ ମିସାଇଲ ମାଡ ହୋଇଛି। ଏଥିରେ 15 ଜଣ ଭାରତୀୟ କ୍ରିଉ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ 4 ଜଣ କ୍ରିଉ ସଦସ୍ୟ ଗୁରୁତର ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଓମାନର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ଏକ୍ସରେ ପୋଷ୍ଟ କରି କହିଛି, ମୁସାଣ୍ଡମର ଖସା ବନ୍ଦରରୁ ପ୍ରାୟ 5 ନଟିକାଲ ମାଇଲ ଉତ୍ତରରେ ଏହି ଆକ୍ରମଣ ହୋଇଛି। ପରବର୍ତ୍ତୀ ଖବର ସେମିଫାଇନାଲରେ ଭାରତ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲରେ ଭାରତ। କୋଲକାତାରେ ୱେଷ୍ଟଇଣ୍ଡିଜକୁ 5 ୱିକେଟରେ ପରାସ୍ତ କଲା ଭାରତ। 19 ଓଭର 2ଟି ବଲରେ 5ଟି ୱିକେଟ ହରାଇ ଭାରତ ସ୍କୋର 199 ରନ୍। ଭାରତକୁ ଏହି ମ୍ୟାଚ୍ ବିଜୟ ପାଇଁ ମିଳିଥିଲା 196 ରନ୍ର ଟାର୍ଗେଟ। ଟସ୍ ଜିତି ପ୍ରଥମେ ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜ 20 ଓଭରରେ 4ଟି ୱିକେଟ ହରାଇ 195 ରନ୍ କରିଥିଲା। ଭାରତ ତରଫରୁ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ 50 ବଲରେ 97 ରନ୍ କରିଥିଲେ। ଏଥିସହିତ ଭାରତ ଦମଦାର ବିଜୟ ହାସଲ କରିଛି ଏବଂ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରତି ଖବର ମହାଯୁଦ୍ଧର ପ୍ରଭାବ ଦିନକରେ ହୁ ହୁ ହୋଇ ବଢିଗଲା ସୁନା ରୂପା ଦର। ସାରା ବିଶ୍ୱରେ ଅସ୍ଥିରତା ଲାଗି ରହିଥିବା ବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଅତ୍ୟନ୍ତ ତୀବ୍ର ହୋଇଛି। ଇରାନ, ଇସ୍ରାଏଲ, ଆମେରିକା ଯୁଦ୍ଧ ଏବେ ବିଶ୍ୱ ଯୋଗାଣ ସ୍ଥିତିରେ ବାଧା ସୃଷ୍ଟି କରିଛି, ଯାହାର ପ୍ରଭାବ ପଡିଛି ସିଧା ସୁନା ରୂପା ଉପରେ। ରବିବାର ଥିଲେ ମଧ୍ୟ ଅନ୍ତର୍ଜାତୀୟ ମାର୍କେଟ ଖୋଲା ରହିଥିଲା।
ଫଳରେ ମୂଲ୍ୟବାନ ଧାତୁ ସୁନା ଓ ରୂପା ଦରରେ ହଠାତ୍ ବୃଦ୍ଧି ଘଟିଛି। ପୁଣି ବଢିଯାଇଛି ସୁନା ଦର। ପୂର୍ବରୁ 24 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 4,370 ଟଙ୍କା ବୃଦ୍ଧି ପାଇଛି। 24 କ୍ୟାରେଟ ସୁନା 1,68,710 ଟଙ୍କା ଥିବାବେଳେ ତାହା 1,73,080 ଟଙ୍କାକୁ ଛୁଇଁଛି। ପୂର୍ବରୁ 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 1,54,650 ଟଙ୍କା ଥିବାବେଳେ 4,000 ଟଙ୍କା ବଢି 1,58,650 ଟଙ୍କା ହୋଇଛି। ପରବର୍ତ୍ତୀ ଖବର ଆତ୍ମସମର୍ପଣ କଲେ 15 ହାର୍ଡକୋର ମାଓବାଦୀ। ଥିଲା 25 ଲକ୍ଷ ଟଙ୍କାର ପୁରସ୍କାର। ଆତ୍ମସମର୍ପଣ କରିଛନ୍ତି 15 ଜଣ ହାର୍ଡକୋର ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ମାହାସୁଦ ବାଲୁଦା ଥାନାରେ ଆତ୍ମସମର୍ପଣ କରିଛନ୍ତି 15 ଜଣ ମାଓବାଦୀ। ବିବିଏମ୍ ବଲାଙ୍ଗୀର ବରଗଡ଼ ଏବଂ ମହାସମୁଦ୍ର ମାଓ ସଂଗଠନ ସକ୍ରିୟ 15 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବିବିଏମ୍ ମାଓ ସଂଗଠନର ସଚିବ ବିକାଶ ଆତ୍ମସମର୍ପଣ। ବିକାଶ ମୁଣ୍ଡ ଉପରେ 25 ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ସରେଣ୍ଡର ମାଓବାଦୀ ମଧ୍ୟରେ 9 ଜଣ ମହିଳା ଓ 6 ଜଣ ପୁରୁଷ ମାଓବାଦୀ ଅଛନ୍ତି। ପରବର୍ତ୍ତୀ ଖବର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କଲା ସିବିଏସ୍ଇ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ମଧ୍ୟପ୍ରାଚ୍ୟର ପରିସ୍ଥିତି ପାଇଁ ମାର୍ଚ୍ଚ 2ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି। ବୋର୍ଡ କହିଛି ନୂତନ ତାରିଖ ପରେ ଘୋଷଣା କରାଯିବ। ବାହାରିନ୍, ଇରାନ, କୁଏତ, ଓମାନ, କତାର, ସାଉଦି ଆରବ ଏବଂ ୟୁଏଇ ସମେତ ଅନେକ ମଧ୍ୟପ୍ରାଚ୍ୟ ଦେଶରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି। ବୋର୍ଡ ମାର୍ଚ୍ଚ 3ରେ ପୁଣି ଥରେ ପରିସ୍ଥିତି ସମୀକ୍ଷା କରି 5 ମାର୍ଚ୍ଚରୁ ନିର୍ଦ୍ଧାରିତ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ନୋଟିସ ଜାରି କରିଛି। ପରବର୍ତ୍ତୀ ଖବର ଖାମନେଇଙ୍କ ପୁଅ ହେଲେ ଇରାନର ସର୍ବୋଚ୍ଚ ଧର୍ମଗୁରୁ। ଇରାନର ସର୍ବୋଚ୍ଚ ନେତା ଭାବରେ ଖାମନେଇଙ୍କ ପୁଅ ମୁଜତାବା ହାସେନି ଖାମନେଇ ଘୋଷଣା କରାଗଲା। ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା। ଆୟତଲା ଅଲି ଖାମନେଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ଇରାନର ମିଡିଆ। ପରବର୍ତ୍ତୀ ଖବର ଭାରତରେ ବଢିଲା ଚିତା ସଂଖ୍ୟା। ଦକ୍ଷିଣ ଆଫ୍ରିକୀୟ ଦେଶର ବୋତ୍ସୱାନାରୁ ଆସିଲେ 9 ଚିତା। ଭାରତରେ ସଂଖ୍ୟା 48କୁ ବୃଦ୍ଧି। ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କକୁ ଶନିବାର ଆଉ 9ଟି ଚିତା ଅଣାଯାଇଛି। ଦକ୍ଷିଣ ଆଫ୍ରିକୀୟ ଦେଶ ବୋତ୍ସୱାନାରୁ 6ଟି ମାଇ ଏବଂ 3ଟି ଅଣ୍ଡିରା ଚିତାକୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରଥମେ ଗ୍ୱାଲିୟର ଅଣାଯାଇଥିଲା। ପରେ ହେଲିକପ୍ଟର ଜରିଆରେ କୁନେ ନ୍ୟାସନାଲ ପାର୍କରେ ପହଞ୍ଚାଯାଇଥିଲା। ସମସ୍ତ 9 ଚିତାକୁ ଆଗାମୀ ମାସେ ଯାଏଁ ବିଶେଷ କ୍ୱାରେଣ୍ଟାଇନ ୱାର୍ଡରେ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ଅନୁଧ୍ୟାନରେ ରଖାଯିବ। 3ଟି ଭିନ୍ନ ଭିନ୍ନ ଦେଶର ଚିତା ଏକାଠି ରହିବା ଏହି ପ୍ରକଳ୍ପର ଦୀର୍ଘ ମିଆଦୀ ସଫଳତା ଲାଗି ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି ଆଶା କରାଯାଇଛି। ଏହା ସହ କୁନେରେ ଏବେ ଚିତା ସଂଖ୍ୟା 36ରୁ ବଢି 45 ହୋଇଛି। ପରବର୍ତ୍ତୀ ଖବର ଶ୍ରୀଲଙ୍କା ବିପର୍ଯ୍ୟୟ ପରେ ଜୟସୂର୍ୟା ପଦ ଛାଡ଼ିଲେ। ଚଳିତ ଆଇସିସି ଟି20 ବିଶ୍ୱକପରେ ଦଳର ବିପର୍ଯ୍ୟୟ ପରେ ଶ୍ରୀଲଙ୍କା ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ି ଦେଇଛନ୍ତି ପୂର୍ବତନ କ୍ରିକେଟର ସନତ ଜୟସୂର୍ୟା। ରବିବାର ରାତିରେ ପାକିସ୍ତାନ ନିକଟରୁ 5 ରନର ରୋମାଞ୍ଚକ ପରାଜୟ ପରେ ଘରୋଇ ଶ୍ରୀଲଙ୍କା ପ୍ରଶାସକଙ୍କୁ ବିଜୟରେ ବିଦାୟ ଦେଇପାରିନଥିଲା। ପୂର୍ବରୁ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିଲେ ମଧ୍ୟ ଶ୍ରୀଲଙ୍କା ସୁପର 8 ପର୍ଯ୍ୟାୟରେ ଅତି ନିରାଶାଜନକ ପ୍ରଦର୍ଶନ କରିଥିଲା। ଗ୍ରୁପ ପର୍ଯ୍ୟାୟରେ ଦାସୁନ ସୋନାକାଙ୍କ ଦଳ 4ରୁ 3 ଜିତିଥିଲେ ମଧ୍ୟ ସୁପର 8 ପର୍ଯ୍ୟାୟରେ ସମସ୍ତ 3ଟି ମ୍ୟାଚ୍ ହାରିଯାଇଥିଲେ। ପରବର୍ତ୍ତୀ ଖବର ଧୋନି ରିଟର୍ଣ୍ଣସ ସିଏସ୍କେ ପ୍ରଶଂସକ ଉଲ୍ଲସିତ। ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିବାର 6 ବର୍ଷ ହେଲାଣି, କିନ୍ତୁ ଭାରତୀୟ କ୍ରିକେଟ ଦଳର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଲୋକପ୍ରିୟତା କମିବାର ନା ଧରୁନାହିଁ। ଭାରତୀୟ ଦଳଠାରୁ ଦୂରେଇ ରହିଥିଲେ ମଧ୍ୟ ଧୋନିଙ୍କୁ ଦେଖିବା, ତାଙ୍କୁ ସ୍ପର୍ଶ କରିବା, ତାଙ୍କ ଖେଳକୁ ପ୍ରତ୍ୟକ୍ଷ କରିବାର କୌଣସି ମୁହୂର୍ତ୍ତକୁ ତାଙ୍କ ପ୍ରଶଂସକ ଛାଡ଼ିବା ଅବସ୍ଥାରେ ନାହାନ୍ତି। ବିଶେଷ କରି ପ୍ରତିଟି ଆଇପିଏଲ ଋତୁ ସମୟରେ ଏବଂ ଏହା ପୂର୍ବରୁ ଧୋନିଙ୍କୁ ନେଇ କଳ୍ପନା ଜଳ୍ପନା ଦେଖା ଦେଇଥାଏ। ଚଳିତ ମାସରୁ ଆରମ୍ଭ ହେଉଥିବା ଆଇପିଏଲର ସଦ୍ୟତମ ସଂସ୍କରଣ ପୂର୍ବରୁ ଏବେ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶଂସକମାନେ ଉଲ୍ଲସିତ ହୋଇ ଉଠିଛନ୍ତି। ପରବର୍ତ୍ତୀ ଖବର ଇରାନ ଇସ୍ରାଏଲ ଯୁଦ୍ଧ ଭିତରେ ପେଟ୍ରୋଲ ଦରରେ ନିଆଁ, ଭାରତରେ ମହଙ୍ଗା ହେବ ତେଲ। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି ଏବଂ ଏହା ଭାରତର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଏହି ସଂଘର୍ଷ ଦୀର୍ଘ ସମୟ ଧରି ଜାରି ରହେ ଏବଂ ସାମୁଦ୍ରିକ ବାଣିଜ୍ୟ ମାର୍ଗକୁ ବାଧାପ୍ରାପ୍ତ କରେ, ତେବେ ଏହା ଭାରତର ତୈଳ ଯୋଗାଣକୁ ଗୁରୁତର ଭାବରେ ପ୍ରଭାବିତ କରିପାରେ, ଯାହା ଦେଶର ପ୍ରାୟ ଅଧା ତୈଳ ଆବଶ୍ୟକତା ପୂରଣ କରେ। ଏହା ବ୍ୟତୀତ ଷ୍ଟକ୍ ବଜାରରେ ଅସ୍ଥିରତା ବୃଦ୍ଧି ପାଇପାରେ ଏବଂ ମୁଦ୍ରାସ୍ଫୀତି ଆକାଶ ଛୁଆଁ ହୋଇପାରେ। ପରବର୍ତ୍ତୀ ଖବର ଇସ୍ରାଏଲ ଇରାନ ଯୁଦ୍ଧର ପ୍ରଭାବ। ଦୁବାଇରେ ଫସିଥିଲେ 100ରୁ ଅଧିକ ଭାରତୀୟ। ଇସ୍ରାଏଲ ଏବଂ ଇରାନ ଉପରେ ଆକ୍ରମଣ ପାଇଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଦୁବାଇ ଏବଂ ଶାରଜାହରୁ ବିମାନ ବାତିଲ ହେବା ଯୋଗୁଁ ମଧ୍ୟପ୍ରଦେଶର 100ରୁ ଅଧିକ ଲୋକ ଏଠାରେ ଫସି ରହିଛନ୍ତି। ଇନ୍ଦୋରର ବିଜେପି ନେତା ତଥା ପୂର୍ବତନ ବିଧାୟକ ସଞ୍ଜୟ ଶୁକ୍ଲା, ଯିଏ ଏକ ବିବାହରେ ଯୋଗ ଦେବାକୁ ଦୁବାଇ ଯାଇଥିଲେ, ସେ ମଧ୍ୟ ଫସି ରହିଛନ୍ତି। ସଞ୍ଜୟ ଶୁକ୍ଲାଙ୍କ ସହିତ ଶିଳ୍ପପତି ବିଲ୍ଡରଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଅଛନ୍ତି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ସମସ୍ତେ ସୁରକ୍ଷିତ ଅଛନ୍ତି। ପରବର୍ତ୍ତୀ ଖବର ତୁରନ୍ତ ଯୁଦ୍ଧ ବନ୍ଦ କର କହିଲେ ଫ୍ରାନ୍ସ ରାଷ୍ଟ୍ରପତି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ କହିଛନ୍ତି ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ଦିଗରେ ଗମ୍ଭୀର ପରିମାଣ ସୃଷ୍ଟି କରିବ। ବର୍ତ୍ତମାନର ଯୁଦ୍ଧ ସ୍ଥିତି ସମସ୍ତଙ୍କ ପାଇଁ ବିପଦଜନକ। ଏହା ତୁରନ୍ତ ବନ୍ଦ ହେବା ଉଚିତ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମଧ୍ୟପ୍ରାଚ୍ୟରେ ଥିବା ଫ୍ରାନ୍ସର ନାଗରିକ ଓ ସେମାନଙ୍କର ସମ୍ପତ୍ତି ଏବଂ ଆମର ଦେଶର ସୁରକ୍ଷା ପାଇଁ ଆମେ ସମସ୍ତ ଜରୁରୀ ପଦକ୍ଷେପ ନେବୁ।
ଫ୍ରାନ୍ସ ତାହାର ନିକଟତମ ସହଯୋଗୀମାନଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକୀୟ ସମ୍ବଳ ନିୟୋଜିତ କରିବାକୁ ପ୍ରସ୍ତୁତ ଅଛି। ପରବର୍ତ୍ତୀ ଖବର, ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟି ରଖି ସରକାର କାର୍ଯ୍ୟକାରୀ କରିବେ ନୂତନ ବିହନ ଆଇନ। ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟି ରଖି କେନ୍ଦ୍ର ସରକାର ଦୁଇଟି ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବେ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ସେଗୁଡ଼ିକ ହେଲା ନୂତନ ବିହନ ଆଇନ ଏବଂ ସଂଶୋଧିତ ସାର ଆଇନ। ଉତ୍ତରାଖଣ୍ଡର ମୌସୁରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କୃଷିମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚାଷୀମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ସୁଦୃଢ଼ ବୈଜ୍ଞାନିକ ବ୍ୟବସ୍ଥା ମାଧ୍ୟମରେ ସଶକ୍ତ କରିବା ଉଦ୍ଦେଶ୍ୟରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହା ଦ୍ୱାରା କେବଳ କୃଷିଜାତ ଦ୍ରବ୍ୟ ଅମଳ ବୃଦ୍ଧି ହେବ ନାହିଁ, ବରଂ କୃଷକମାନଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିପାରିବ। ଶ୍ରୀ ଚୌହାନ କହିଛନ୍ତି, ଚାଷୀମାନଙ୍କର ସୁବିଧା ପାଇଁ ସରକାର ଏକ ପ୍ରମୁଖ ଡିଜିଟାଲ ପ୍ଲାଟଫର୍ମର ଅପଡେଟ୍ କରୁଛନ୍ତି। ପରବର୍ତ୍ତୀ ଖବର, ଅଶାନ୍ତ ମଧ୍ୟପ୍ରାଚ୍ୟ ପାଇଁ 350ଟି ଘରୋଇ ବିମାନ ବାତିଲ। ମଧ୍ୟପ୍ରାଚ୍ୟରେ ଚାଲୁଥିବା ଅଶାନ୍ତି ଓ ଆକାଶପଥରେ ଲାଗୁ ହୋଇଥିବା କଟକଣା ପ୍ରଭାବ ଏବେ ଘରୋଇ ବିମାନ ସେବା ଉପରେ ପଡ଼ିଛି। ସମଗ୍ର ଦେଶରେ ପ୍ରାୟ 350ଟି ଘରୋଇ ବିମାନ ବାତିଲ କରାଯାଇଥିବା ସୂଚନା ମିଳିଛି। ଆକାଶପଥରେ ସୁରକ୍ଷାଜନିତ ସୀମାବଦ୍ଧତା ଓ ରୁଟ୍ ପରିବର୍ତ୍ତନ ପାଇଁ ଏହି ପଦକ୍ଷେପ ନିଆଯାଇଥିବ ବୋଲି କୁହାଯାଉଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀମାନେ ବିମାନ ବନ୍ଦରକୁ ଯିବା ପୂର୍ବରୁ ନିଜ ନିଜ ବିମାନ ସେବା ସଂସ୍ଥାର ଆଧିକାରିକ ୱେବସାଇଟ୍ କିମ୍ବା ମୋବାଇଲ ଆପ୍ରେ ଫ୍ଲାଇଟ୍ ଷ୍ଟାଟସ୍ ଯାଞ୍ଚ କରନ୍ତୁ। ପରବର୍ତ୍ତୀ ଖବର, ଖାମନେଇଙ୍କ ହତ୍ୟା ବିରୋଧରେ ଭାରତରେ ପ୍ରତିବାଦ। ଇରାନର ସର୍ବୋଚ୍ଚ ଶାସନ ନେତା ଆୟାତୋଲା ଅଲ୍ଲୀ ଖାମନେଇଙ୍କ ମୃତ୍ୟୁ ପରେ ଭାରତ ବିଭିନ୍ନ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ ଦେଖାଦେଇଛି। ଖାମନେଇଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଇଛନ୍ତି ପ୍ରତିବାଦକାରୀ। ଉତ୍ତେଜନା ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଆମେରିକା ଏବଂ ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ଶାସନ ନେତା ଆୟାତୋଲା ଖାମନେଇଙ୍କ ହତ୍ୟା ପରେ ଭାରତର ଜମ୍ମୁ ଏବଂ କାଶ୍ମୀର, ଲେହ, ଲଦାଖ, ଦିଲ୍ଲୀ, ମୁମ୍ବାଇ ସମେତ ଉତ୍ତରପ୍ରଦେଶର ବ୍ୟାପକ ପ୍ରତିବାଦ ଦେଖାଦେଇଛି। ଜମ୍ମୁ ଏବଂ କାଶ୍ମୀରର ଧର୍ମଗୁରୁ ମିରୱାଇଜ ଉମର ଫାରୁକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ତାଙ୍କର ମୃତ୍ୟୁ ଘଟଣାକୁ କଡ଼ା ନିନ୍ଦା କରିବା ସହ ବନ୍ଦ ଡାକରା ଦେଇଛନ୍ତି। ପରବର୍ତ୍ତୀ ଖବର, ଜିମ୍ବାୱେକୁ ହରାଇ ଲଗାତାର 7 ମ୍ୟାଚ୍ ଜିତିଲା ଦକ୍ଷିଣ ଆଫ୍ରିକା। ଚଳିତ ଟି20 ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ଅପରାଜୟ ରହିଛି। ତା ସହିତ ଦୃଢ଼ ମନୋବଳ ନେଇ ସେମିଫାଇନାଲ ଲାଗି ପ୍ରସ୍ତୁତ ହୋଇଛି। ଲିଗ୍ ପର୍ଯ୍ୟାୟରେ 4ରୁ 4ଟି ମ୍ୟାଚ୍ ଜିତିଥିବା ଏଡେନ୍ ମାକ୍ରମଙ୍କ ଦଳ ସୁପରହିଟ୍ ପର୍ଯ୍ୟାୟରେ ମଧ୍ୟ 3ରୁ 3 ଜିତି ଅପରାଜୟ ଧାରା ଜାରି ରଖିଛି। ରବିବାର ଗ୍ରୁପ୍ 1 ମ୍ୟାଚରେ ଏହି ଦଳ 5 ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି। ପରାଜୟ ସତ୍ତ୍ୱେ ଜିମ୍ବାୱେର ଅଧିନାୟକ ସିକନ୍ଦର ରାଜା 73 ରନ୍ କରି ନିଜର ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ମ୍ୟାଚ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ପରବର୍ତ୍ତୀ ଖବର, ଜିଏସ୍ଟି କଲେକ୍ସନ ଫେବୃଆରୀରେ 1.83 ଲକ୍ଷ କୋଟି ଜିଏସ୍ଟି ଆଦାୟ। ଚଳିତ ବର୍ଷ ଫେବୃଆରୀ ମାସରେ ଦେଶରେ ଜିଏସ୍ଟି ଆଦାୟ ରାଶି 1.83 ଲକ୍ଷ କୋଟି ରହିଛି। ଗତ ବର୍ଷ ଫେବୃଆରୀ ତୁଳନାରେ ଏହା 8.1% ଅଧିକ। ଏଥିଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ 11 ମାସରେ ଜିଏସ୍ଟି ଆଦାୟ ରାଶି 20.27 ଲକ୍ଷ କୋଟି ଟଙ୍କା ରହିଛି, ଯାହାକି ପୂର୍ବ ଆର୍ଥିକ ବର୍ଷର ପ୍ରଥମ ମାସ ତୁଳନାରେ 8.3% ଅଧିକ। ପରବର୍ତ୍ତୀ ଖବର, ଅଷ୍ଟ୍ରେଲିଆ 3 ଇଣ୍ଡିଆ 0। ଦିନିକିଆରେ ହିଲିଙ୍କ 158 ପତ୍ନୀଙ୍କ ପାଇଁ ଷ୍ଟାର୍କ ଗର୍ବିତ। ବିଦାୟକାଳୀନ ଦିନିକିଆରେ ଅଷ୍ଟ୍ରେଲିଆ ମହିଳା ଦଳର ଚର୍ଚ୍ଚିତ ଅଧିନାୟିକା ଆଲିସା ହିଲି 158 ରନ୍ର ବିସ୍ଫୋରକ ମ୍ୟାଚ୍ ବିଜୟୀ ଓ ଅସାଧାରଣ ପାଳି ଖେଳିଛନ୍ତି। ତାଙ୍କର ଏହି ଅବିସ୍ମରଣୀୟ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆଠାରେ ଆୟୋଜିତ ଭାରତ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆକୁ 185 ରନ୍ର ବୃହତ ବ୍ୟବଧାନରେ ଜିତି ନେଇଛି। ତା ସହିତ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ 3-0ରେ ପୋଛି ନେଇଛି। ପରବର୍ତ୍ତୀ ଖବର, ଇରାନ ଇସ୍ରାଏଲ ଯୁଦ୍ଧ, ବିଶ୍ୱରେ 1800ରୁ ଅଧିକ ବିମାନ ଉଡ଼ାଣ ଠପ୍। ବିମାନ ବନ୍ଦରରେ ଫସି ରହିଛନ୍ତି ହଜାର ହଜାର ଯାତ୍ରୀ। ଇସ୍ରାଏଲ ଓ ଆମେରିକା ପକ୍ଷରୁ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ମଧ୍ୟପ୍ରାଚ୍ୟରେ ପରିସ୍ଥିତିକୁ ଅଧିକ ଖରାପ କରିଛି। ଫଳସ୍ୱରୂପ ମଧ୍ୟପ୍ରାଚ୍ୟରେ ବିମାନ ସେବା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଅନେକ ଦେଶ ସେମାନଙ୍କର ଆକାଶପଥ ବନ୍ଦ କରିଦେଇଛନ୍ତି। ୟୁରୋପ, ଆଫ୍ରିକା ଏବଂ ଏସିଆକୁ ସଂଯୋଗ କରୁଥିବା ପ୍ରମୁଖ ବିମାନ ବନ୍ଦର ଗୁଡ଼ିକ ପ୍ରଭାବିତ ହୋଇଛି, ଯାହା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।